ଯାତ୍ରାରେ ଅଶ୍ଳୀଳତା ଓ ଯାତ୍ରାପାର୍ଟି ମାଲିକମାନଙ୍କ ମନମୁଖୀ ମୂଲ୍ୟବୃଦ୍ଧି ବିରୁଦ୍ଧରେ ମୁହଁ ଖୋଲିଛି ଓଡ଼ିଶା ଯାତ୍ରା କମିଟି ମହାସଂଘ। ପାରାଦୀପରେ ଆୟୋଜିତ ଦ୍ୱିତୀୟ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅବସରରେ ବର୍ଷିଛନ୍ତି ଯାତ୍ରା କମିଟି ମହାସଂଘ ରାଜ୍ୟ ନେତୃତ୍ୱ। ଯାତ୍ରା ମାଲିକମାନଙ୍କ ମନମାନି ଓ କଳାକାରମାନଙ୍କୁ ପ୍ରତିଦ୍ୱନ୍ଦିତା ଭାବରେ ମୂଲ୍ୟବୃଦ୍ଧି କରିବା ଏବଂ ଗୋଟିଏ ପରେ ଗୋଟିଏ ପାର୍ଟି ଗଢ଼ି ଅଶ୍ଳୀଳତାକୁ ପ୍ରାଥମିକତା ଦେବା କାରଣରୁ ଆଜି ଯାତ୍ରା ଶିଳ୍ପ ବିପଦଗାମୀ ହେବାକୁ ଯାଉଥିବା ଅଭିଯୋଗ ଆଣିଛନ୍ତି ଯାତ୍ରା କମିଟି ମହାସଂଘ। ଯାତ୍ରାପାର୍ଟି ମାଲିକମାନେ ନିଜର ମନ ଇଚ୍ଛା ମୂଲ୍ୟ ବୃଦ୍ଧି କରିବା କାରଣରୁ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟର ଅନେକ ଯାତ୍ରା କମିଟି ପାର୍ଟି ଚଳାଇବାକୁ ଅସମର୍ଥ ହେଉଛନ୍ତି। ଏହାର ପ୍ରମୁଖ କାରଣ ପାଲଟିଛି ମନ ଇଚ୍ଛା ମୂଲ୍ୟ ବୃଦ୍ଧି। ଏନେଇ ରାଜ୍ୟ ସରକାରଙ୍କୁ ମହାସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ଯେମିତି ବସ୍ ଟିକେଟ୍ ଓ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି, ଠିକ୍ ସେହିପରି ଯାତ୍ରା ଟିକେଟ୍ର ଧାର୍ଯ୍ୟ ମୂଲ୍ୟ ରାଜ୍ୟ ସରକାର ସ୍ଥିର କରିବାକୁ ଅନୁରୋଧ କରିଛନ୍ତି ଯାତ୍ରା କମିଟି ମହାସଂଘ। ଯେଉଁଭଳି ଭାବରେ ଯାତ୍ରାରେ ଅଶ୍ଳୀଳତା ବୃଦ୍ଧି ପାଉଛି, ଯାତ୍ରା କଳାକାରମାନଙ୍କୁ କ୍ରୟ କରିବା ପାଇଁ ମାଲିକମାନେ ପ୍ରତିଯୋଗିତା କରିବା ସହିତ ପାର୍ଟି ନେଉଥିବା କମିଟିମାନଙ୍କୁ ମନ ଇଚ୍ଛା ମୂଲ୍ୟ ବୃଦ୍ଧି କରାଯାଉଛି, ତାହା ଯାତ୍ରା ଜଗତ ପାଇଁ ଶୁଭକର ନୁହେଁ ବୋଲି ମହାସଂଘ ତରଫରୁ ପ୍ରକାଶ କରାଯାଇଛି। ଯଦି ଏହିଭଳି ମାଲିକମାନଙ୍କ ମନ ଇଚ୍ଛା କାର୍ଯ୍ୟ ଜାରି ରୁହେ, ତେବେ ଆଗାମୀ ଦିନରେ ପଡ଼ୋଶୀ ରାଜ୍ୟ ୱେଷ୍ଟବେଙ୍ଗଲରେ ଯେଉଁଭଳି ଯାତ୍ରା ବନ୍ଦ ହୋଇଯାଇଛି, ଠିକ୍ ସେହିପରି ଓଡ଼ିଶାରେ ଯାତ୍ରା ବନ୍ଦ ହେବା ସହିତ ଯାତ୍ରା ଶିଳ୍ପ ଉପରେ ନିର୍ଭର କରୁଥିବା ହଜାର ହଜାର ପରିବାର ବେରୋଜଗାର ହୋଇଯିବେ ବୋଲି ଯାତ୍ରା କମିଟି ମହାସଂଘର ସମ୍ପାଦକ ଓ ରାଜ୍ୟ ସଂଯୋଜକ ପ୍ରକାଶ କରିଛନ୍ତି। ମୋ ନାଁ ଉମାକାନ୍ତ ମିଶ୍ର, ମୁଁ ରାଜ୍ୟ ଯାତ୍ରା କମିଟି ମହାସଂଘର ସମ୍ପାଦକ। ଆଜିର ବୈଠକ ହେଉଛି ଆମ ଜଗତସିଂହପୁର ଜିଲ୍ଲାର ଦ୍ୱିତୀୟ ବୈଠକ, କାର୍ଯ୍ୟକାରୀ ବୈଠକ। ଏଟା ପ୍ରଥମ ହେଇଥିଲା ଏରସମାରେ, ଆଜି ହେଲା ଦ୍ୱିତୀୟ ବୈଠକ। ଏଠି ଆମର ଯିଏ ଚାରିଟା ବ୍ଲକର ମୋଟାମୋଟି କମିଟି କିଛି ଆସିଥିଲେ, ଆଉ କିଛି କମିଟି ରହିଯାଇଛନ୍ତି, ତାଙ୍କୁ ଆମେ ଏକତ୍ରିତ କରିବା ପାଇଁ ଆଜି ସବୁ ଦାୟିତ୍ୱ ଦେଲୁ। ଆପଣ ଶତ୍ରୁଘ୍ନ ବାବୁ, ଟୁକୁନା ବାବୁ, ଆଉ ଆପଣ ଜ୍ୟୋତି ବାବୁ, ଆଉ ଆପଣଙ୍କର ଶିବସ୍ୟ ବାବୁ, 4 ଜଣଙ୍କୁ 4ଟା ବ୍ଲକ ଦାୟିତ୍ୱ ଦେଇଛୁ। 4 ବ୍ଲକ ପୁରା କଭର ହେଲେ ତାପରେ ଆମେ ଆମ ସହିତ ସବୁ ଏକତ୍ରିତ ହେଲେ ଆମର ଆଉ ଯେଉଁ 2-3ଟା ବ୍ଲକ ଅଛନ୍ତି ତାକୁ ବି ଆମେ କଭର କରିବୁ। କଭର କଲା ପରେ ଯାତ୍ରାର ଯେଉଁ ଅହେତୁକ ରେଟ୍ ବଢ଼ୁଛି, ସେଥିପାଇଁ ସବୁ ଆମେ ବି ସରକାରକୁ ଯାଇ ଦାବିପତ୍ର ଦେଇଛୁ। ସରକାର କିଛି ପରିମାଣରେ ଆମ ଦାବିପତ୍ର ମାନିଛନ୍ତି, କିନ୍ତୁ ଆମେ ସରକାରଙ୍କୁ କହୁଛୁ ସରକାର ତାଙ୍କ ମାଧ୍ୟମରେ ଗୋଟେ ଯାତ୍ରା ଗୋଟେ ଏସ୍ଓପି ଆଣନ୍ତୁ। ଏସ୍ଓପି ଆଣିଲେ ଯେଉଁ ରେଟ୍ଟା ବଢ଼ୁଛି ଯାତ୍ରାର ଯେଉଁ ସରକାରଙ୍କ ମାଧ୍ୟମରେ ସବୁ ଯେମିତି ଟିକେଟ୍ ରେଟ୍, ଯେଉଁ ବସ୍ ଟିକେଟ୍ ଯେମିତି ହେଉଛି ସରକାରଙ୍କ ମାଧ୍ୟମରେ, ଟ୍ରେନ୍ ଟିକେଟ୍ ଯେମିତି ସରକାର ମାଧ୍ୟମରେ ହେଉଛି, ଯାତ୍ରାର ସେମିତି ଟିକେଟ୍ ଆଉ କଳାକାରଙ୍କ ଯେଉଁ ରେଟ୍ ବଢ଼ୁଛି, କେବଳ ମାଲିକମାନଙ୍କର ଯେଉଁ ଅହେତୁକ ଏପଟ ସେପଟ କରିକି ଯେଉଁ ମିଡ଼ିଆ ପାଖରେ ଯେଉଁ କଳାକାର ଯାଉଛନ୍ତି, ତାଙ୍କ ମାଧ୍ୟମରେ ତାଙ୍କୁ ହାଇଲାଇଟ୍ କରିକି କେବଳ ମାଲିକମାନେ ଯେଉଁ କଳାକାର କିଣୁଛନ୍ତି, ଯେଉଁଟାକି ରେଟ୍ ବଢ଼ୁଛି। ଆଉ ମାଲିକମାନେ ବି ମାନେ ବ୍ୟବସାୟ କରୁଛନ୍ତି। ଯଦି କଳାକୁ ଯଦି ବଞ୍ଚେଇ ରଖି ହୁଅନ୍ତା, ନାଟକ ଭଲ ହୁଅନ୍ତା। ନାଟକ ବର୍ତ୍ତମାନ ଆଉ ନାହିଁ, ବର୍ତ୍ତମାନ ନାଟକ ଦେଖୁଛନ୍ତି ମାଲିକମାନେ। ତେଣୁ ସେଇଟାକୁ ସବୁ ବନ୍ଦ କରିବା ପାଇଁ କମିଟି ଗୁଡ଼ା କେମିତି ବଞ୍ଚିବ, କମିଟି ପାଇଁ ଯାତ୍ରା ମାଲିକ କମିଟି ନଥିଲେ ଯାତ୍ରା କରିପାରିବେନି କେତେବେଳେ। ତେଣୁ କମିଟି ବହୁତ ଆଡ଼େ ସଫଳ ହେଇଯାଉଛନ୍ତି, ବହୁତ କମିଟି ବନ୍ଦ ହେଇଯାଉଛି, ଭଲ ଭଲ କମିଟି ବନ୍ଦ ହେଇଯାଉଛି। କାହିଁ ବନ୍ଦ ହେଉଛି? କେବଳ ରେଟ୍ ଅତ୍ୟଧିକ ପାଇଁ। ଏ ବର୍ଷ 2 ଲକ୍ଷ, ଆର ବର୍ଷକୁ 2.5 ଲକ୍ଷ, 3 ଲକ୍ଷ। ଏ ବର୍ଷ 3 ଲକ୍ଷ ଚାଲିଛି, ଆର ବର୍ଷ 4 ଲକ୍ଷ ହେଇପାରେ। ତେଣୁ ଏଥିପାଇଁ ଆମେ ସମସ୍ତେ ଏକତ୍ରିତ ହେଉଛୁ। ଏଇଟା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ଆମର ଅଶ୍ଳୀଳତା କହିଲେ ଯାତ୍ରାର ଖାଲି ନେକେଡ଼ି ଡ୍ୟାନ୍ସ ହେଉଛି ସେ ନାହିଁ, ଯାତ୍ରାର କୋଣ ଅନୁକୋଣରେ ଅଶ୍ଳୀଳତା ଅଛି, ଯେଉଁଟାକି ମାଲିକମାନେ ବି ଜାଣିଛନ୍ତି। ସେଇଟା ବନ୍ଦ ହେବା ଦରକାର। ସେ ଯେଉଁ ଅଶ୍ଳୀଳତା ପାଇଁ ବର୍ତ୍ତମାନ ବହୁତ ଲୋକ ଯଦି ଜାଣି ଯାଉଛନ୍ତି ଏ ଲୋକ ଏମିତିଆ, ତା ନାଟକ ଦେଖିବାକୁ ସ୍ତ୍ରୀ ଲୋକ ଯାଉନାହାନ୍ତି। ତେଣୁ ସେଇ ଯେଉଁଟା ମିଡ଼ିଆ ଫ୍ଲାସ୍ ହେଉଛି, ତେଣୁ ସେଇ ଯେଉଁ ଅଶ୍ଳୀଳତା ଗୁଡ଼ାକୁ ସବୁ ବନ୍ଦ କର। ଅର୍ଥବୋଧକ ନାଟକ ଯେଉଁ କରୁଛନ୍ତି, ଯେଉଁ ହେଉଛି କଥା କହୁଛନ୍ତି, ତାକୁ ସବୁ ବନ୍ଦ କର। ମୋ ନାଁ ହେଉଛି ମାନସ ରଞ୍ଜନ ରାୟସମ। ମୁଁ ରାଜ୍ୟ ସଂଯୋଜକ ଓ କୋଷାଧ୍ୟକ୍ଷ ଯାତ୍ରା କମିଟି ମହାସଂଘ ଓଡ଼ିଶା। ଆଜି ଆମେ ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନ କଲୁ। ଜିଲ୍ଲା କାର୍ଯ୍ୟକାରିଣୀ ଗଠନ ଆମେ ଆ ପୂର୍ବରୁ ଏରସମାରେ କରିଥିଲୁ, ତିର୍ତ୍ତୋଲରେ ମଧ୍ୟ କରିଥିଲୁ। ଜଗତସିଂହପୁର ଜିଲ୍ଲାର ତୃତୀୟ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଆମେ ଗଠନ କଲୁ। କାହିଁକି ଗଠନ କଲୁ? ବର୍ତ୍ତମାନ ଯାତ୍ରାରେ ଯେଉଁ ଅହେତୁକ ରେଟ୍, ଯେଉଁ ଦରଦାମ ବୃଦ୍ଧି, ଅଶ୍ଳୀଳତା ବୃଦ୍ଧି, ଏସବୁ ଯେଉଁ ହେଉଛି, ଆସ୍ତେ ଆସ୍ତେ ଯାତ୍ରା ବର୍ତ୍ତମାନ ବିପଥଗାମୀ, ମାନେ କୁସଂସ୍କାର ଆଡ଼କୁ ଗତି କଲାଣି।
ଏବଂ ଏହା ବେଶୀ ଦିନ ତିଷ୍ଠି ପାରିବ ନାହିଁ। ତେଣୁକରି ମହାସଂଘ ଆଜିକା ଡେଟ୍ରେ ପ୍ରତ୍ୟେକ ଯାତ୍ରା ମାଲିକମାନଙ୍କୁ ଅନୁରୋଧ କରିବା ସହିତ ବି ସେମାନେ ଯାତ୍ରାରେ ପରିବର୍ତ୍ତନ ପାଇଁ ନିବେଦନ ମଧ୍ୟ କରୁଛନ୍ତି। କାହିଁକି ନା ଯଦି ଏସବୁର ପୁନରାବୃତ୍ତି ନହବ ନିଶ୍ଚିତ ଯାତ୍ରା ପାର୍ଟି ବୁଡ଼ିବ, ଏଥିରେ କୌଣସି ଦ୍ୱିମତ ନାହିଁ। ଯାତ୍ରା ପାର୍ଟି ବୁଡ଼ିବ ମାନେ ସମ୍ପୂର୍ଣ୍ଣ ଯାତ୍ରା କଳା ହିଁ ଓଡ଼ିଶାରେ ବୁଡ଼ିଯିବ। ଯୋଉଭଳିଆ କି ଆପଣ ଦେଖିବେ ପଶ୍ଚିମବଙ୍ଗରେ 4 ବର୍ଷ ହେଲା ଆଉ ଯାତ୍ରାର କୌଣସି ନାମ ନିଶାନ ନାହିଁ। ବର୍ତ୍ତମାନ ଓଡ଼ିଶାରେ ଯାତ୍ରାର ସ୍ଥିତି ସେଇଆଡି ବିପଥଗାମୀ। ତାଙ୍କର ମହାସଂଘ ଏଇଟା ଆଉ ଥରେ ସତର୍କ କରୁଛି ପ୍ରତ୍ୟେକ ମାଲିକମାନଙ୍କୁ, ସଜାଗ ହୁଅନ୍ତୁ, ମହାସଂଘ ସହିତ ସୁସମ୍ପର୍କ ସ୍ଥାପନ କରନ୍ତୁ, କମିଟି ମାନଙ୍କୁ ଶୋଷଣ ନୀତି କରନ୍ତୁ ନାହିଁ, ଯାହାଫଳରେ ଯାତ୍ରା ବଞ୍ଚି ରହିବ ଏବଂ ଯାତ୍ରା ଉପରେ ନିର୍ଭର କରୁଥିବା ସମସ୍ତେ ବଞ୍ଚି ରହିବେ। ପାରାଦୀପରୁ ବିରଜା ପ୍ରସାଦଙ୍କ ରିପୋର୍ଟ, A1 ଓଡ଼ିଶା।